ମୋ ନାଁ ଅର୍ଚିତା ଆଚାର୍ଯ୍ୟ। ପରୀକ୍ଷାରେ 580 ମାର୍କ ଆସିଛି 96.6%। ଏତେ ହିଁ ଆସିବ ବୋଲି ଆଶା ରଖିଥିଲି ଏବଂ ବହୁତ ଖୁସି ଲାଗୁଛି ମାର୍କ ଦେଖି। 97% ରଖିବି ବୋଲି ଆଶା କରିଥିଲେ, 96.6% ରହିଲା। ଏଥିପାଇଁ ମୁଁ ମୋ ପରିଶ୍ରମ ବ୍ୟତୀତ ବାପା ମାଙ୍କ ଚେଷ୍ଟା ଏବଂ ଗୁରୁଜନଙ୍କ ପରିଶ୍ରମ ଏବଂ ବିଶେଷ କରି ଭଗବାନଙ୍କର ଆଶୀର୍ବାଦ ଯୋଗୁଁ ଏହି ସଫଳତା ମତେ ମିଳିପାରିଛି ବୋଲି ମୁଁ ଭାବୁଛି। ଆଗକୁ IAS ଅଫିସର ହେବା ପାଇଁ ଆଶା ରଖୁଛି। ମୁଁ ଏ ରିଜଲ୍ଟ ପାଇଁ ବହୁତ ଖୁସି ଅଛି। ଏ ଆଶୁତୋଷ ସରାଫ। ମୋର 580 ରହିଛି, 585 ବୋଲି ଆଶା କରିଥିଲି, 580 ରହିଲା। ମୁଁ ଦିନକୁ 4 ରୁ 6 ଘଣ୍ଟା ପଢାପଢି କରୁଥିଲି, ସେଥିରେ ନୋଟ୍ସ ବନେଇକି ପ୍ରିପେୟାର ହଉଥିଲି। ଆଉ ମୋ ଗୁରୁଜୀ ମାନେ ବି ବହୁତ କ୍ଲାସ ଟେଷ୍ଟ, କ୍ରାସ୍ କୋର୍ସ ଇତ୍ୟାଦି ଦ୍ୱାରା ଆମକୁ ଏକ୍ଜାମ ଥିଓରି ଦୂର କରିଥିଲେ। ମୁଁ ଏହାର ଶ୍ରେୟ ମୋ ପରିବାର ଆଉ ଭଗବାନଙ୍କୁ ଦେବି ଆଉ ଗୁରୁଜୀଙ୍କ ଅସୀମ ପରିଶ୍ରମ ରହିଛି ଏଥିରେ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବା ପାଇଁ। ସୁମିତ କୁମାର ଦାସ। ମୋର 582 ରହିଛି, 97%। ସେ ପାଖାପାଖି ଆସିଥିଲା, ଠିକ ଅଛି। ସମୟ ମୁଁ ଏବେ ବାରମ୍ବାର କହିସାରିଲେ, ସମୟ ପରିଶ୍ରମ ଘଣ୍ଟେ ଦ୍ୱାରା ମପା ଯାଇ ପାରିବନି। ଯେତିକି ସମୟ ପାଠ ପଢିବ, ମନ ଦେଇକି ପାଠ ପଢିବା ଦ୍ୱାରା ହିଁ ସମ୍ଭବ ହବ। ଆଗରୁ ଡକ୍ଟର ହେବାର ଲକ୍ଷ୍ୟ ଅଛି। ଆମ ସ୍କୁଲ ବେଷ୍ଟ ଅଛି, ବେଷ୍ଟ ପଢା ଶୈଳୀ ମାନେ ମୁଁ ଯେତିକି ପରିଶ୍ରମ କରିନି, ମୋଠୁ ଅଧିକ ଗୁରୁଜୀ ମାନେ ପରିଶ୍ରମ କରିଛନ୍ତି ବୋଲି ମୁଁ ଭାବୁଛି। କାରଣ ଗୁରୁଜୀ ଆମର କ୍ଲାସ କୋର୍ସ 4ଟା କ୍ଲାସ କୋର୍ସ ହେଇଥିଲା, ବାରମ୍ବାର କ୍ୱେଶ୍ଚିନ୍, ସବୁ ସେକ୍ସନ ପ୍ରତି ସେକ୍ସନରେ କ୍ୱେଶ୍ଚିନ୍ ଅଲଗା ଅଲଗା, ହାଇ ଲେଭେଲ, ଲୋଏଷ୍ଟ ଲେଭେଲ, ସବୁ ଟାଇପର କ୍ୱେଶ୍ଚିନ୍ ଆମକୁ ପ୍ରାକ୍ଟିସ କରାଯାଇଥିଲା। ଗୁରୁଜୀ ପରିଶ୍ରମ ଯୋଗୁଁ ସଫଳତା ପ୍ରାପ୍ତ ହେଇଛି। ଭାବିଥିଲେ ଏଇ ଯୋଉ ରେଜଲ୍ଟ ବାହାରିବା ପାଇଁ ଭାବିଥିଲେ ଏତେ ସମୟ ଭଲ ଏଇ ଯୋଉ ଆଶା ବାହାରିଥିଲା ଆଉ ଟିକେ ଅଧିକ 585ରେ ଆସିଥିଲା। ଚଳିତ ବର୍ଷ ଆମର 34ତମ ପରୀକ୍ଷା ଦେଇଥିଲେ 341 ଜଣ, ଆଉ ରେଜଲ୍ଟ ସମସ୍ତେ ପାସ୍ କରୁଛନ୍ତି। A1ରେ ବର୍ତ୍ତମାନ ସୁଦ୍ଧା 98 ଜଣ ପାଇଲେଣି, ଆଶା କରୁଛି ସଂଖ୍ୟା ବଢିବ। ଏବଂ ବିଦ୍ୟାଳୟ ଟପର ଅଙ୍କିତା ସାହୁ ଏବଂ ସୁମିତ ଦାସ 97% 582 ରଖିଛନ୍ତି। ସେକେଣ୍ଡ ଟପର ଅଛନ୍ତି 580, ଅର୍ଚିତା ଆଚାର୍ଯ୍ୟ, ଆଶୁତୋଷ ସରାଫ ଏବଂ ସୁଭାଜ୍ୟୋତି ପାଢୀ। ଯୋଉଭଳିଆ ସଫଳତା ବିଗତ ବର୍ଷ ମିଳୁଥିଲା, ସେଇଭଳି ସଫଳତା ମୁଁ ତାଠୁ ଭଲ ସଫଳତା ବର୍ଷ ମିଳୁଛି। ମୁଁ ସୁନୀଲ କୁମାର ଦାସ, ମୋ ପ୍ରିୟ ସୁମିତ କୁମାର ଦାସ 582 ନମ୍ବର ରଖିକି ଆଜିର ପରୀକ୍ଷା ଫଳରେ ଉତ୍ତୀର୍ଣ୍ଣ ହେଇଛି। ନାଇଁ ଦେଖନ୍ତୁ 585ରୁ 90 ଆଣିବ ବୋଲି ମୁଁ ଆଶା ରଖିଥିଲି, କିନ୍ତୁ ଯାହା ଆଣିଛି ଭଲ ଆଣିଛି। ଆଉ ତା ସହିତ ସିଏ ତ ଆମେ ତାକୁ କେବେ କିଛି କହୁନା ପାଠ ପଢା ଉପରେ, ସେ ସ୍କୁଲର ଗୁରୁଜୀ ଗୁରୁମା ତାକୁ ଯାହା ପଢାନ୍ତି ସେ ଅକ୍ଷରେ ଅକ୍ଷରେ ପାଳନ କରେ, ଆଉ ନିଜ ଇଚ୍ଛାରେ ତା ପାଠ ପଢା ସେ ନିଜେ କରେ। ଆମେ ତାକୁ ଖାଲି ସପୋର୍ଟ କରୁ, ତା ମାମା ତା ପାଖରେ ବସେ, ମାନେ ତାର ପାଠ ପଢାକୁ ଯେତିକି ଗୁରୁତ୍ୱ ଦେବା କଥା ସିଏ ନିଜେ ଦିଏ। ଆଉ ମୁଁ ଭାବୁଛି ସିଏ ଯାହା ଆଣିଛି ଭଲ ଆଣିଛି। ସିଏ ନିଟ୍ କରିକି ଡକ୍ଟର ହବା ପାଇଁ ଆଶା ରଖିଛି। ସିଏ ଯାହା ପାଠ ପଢିବ ଅଭିଭାବକ ହିସାବରେ ମୁଁ ତାକୁ ସେ ସୁଯୋଗ ଦେବି।